ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ମାନଙ୍କରେ ଷୋଡ଼ଶ ଉପଚାରରେ ଚାଲିଛି ପୂଜା। ବାଣପୁରର ପ୍ରସିଦ୍ଧ ମା ଭଗବତୀଙ୍କ ମନ୍ଦିରରେ ପୂଜାପାଠ ଚଣ୍ଡୀପାଠରେ କମ୍ପୁଛି ପରିବେଶ। ରବିବାର ପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ପୂଜା ମଣ୍ଡପରେ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଛି। ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ସହର। ସନ୍ଧ୍ୟାରେ ମଣ୍ଡପ ଗୁଡ଼ିକରେ ବିଲ୍ୱକରଣ କରାଯାଇ ରୀତିନୀତି ପ୍ରକାରେ ପୂଜା ଆରମ୍ଭ ହୋଇଛି। ସହରରେ 8ଟି ମଣ୍ଡପରେ ଆରମ୍ଭ ହୋଇଛି ମା ଦୁର୍ଗା ଓ ହରପାର୍ବତୀଙ୍କ ପୂଜା। ଗୁରୁଜଙ୍ଗ, ଖୋର୍ଦ୍ଧା କ୍ଲବ, ଇଗଲ କ୍ଲବ, ଏୟାର ଷ୍ଟେସନ ରୋଡ ଓ କଣ୍ଟା ଛକରେ ଦୁର୍ଗା ପୂଜା ହୋଇଥିବା ବେଳେ 407 ଷ୍ଟାଣ୍ଡ ଛକ, ମାଛ ମାର୍କେଟ ଛକ ଏବଂ ପୁରୁଣା ସାହିରେ ହରପାର୍ବତୀ ପୂଜା ଚାଲିଛି 5 ଦିନ ଧରି। ଆକର୍ଷଣୀୟ ମୂର୍ତ୍ତି, ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକରେ ଝଲସୁଛି ଖୋର୍ଦ୍ଧା ସହର। ଖୋର୍ଦ୍ଧା କ୍ଲବର ମଣ୍ଡପ ଆକର୍ଷଣୀୟ ହୋଇଥିବା ବେଳେ ଇଗଲ କ୍ଲବ ପକ୍ଷରୁ ଚଳିତ ବର୍ଷ 6 ଫୁଟର ଆକର୍ଷଣୀୟ ତୋରଣ କରାଯାଇଛି। ପ୍ରଥମ ଦିନରେ ତୋରଣ ଆଗରେ ସେଲ୍ଫି ନେବା ପାଇଁ ଯୁବପିଢ଼ିଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଛି। ଏଥିନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେଉରା କହିଛନ୍ତି, ଜିଲ୍ଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ପୂଜା ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜା କମିଟି ଏବଂ ପ୍ରଶାସନ ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଶାନ୍ତି ଶୃଙ୍ଖଳାରେ ଶାରଦୀୟ ପୂଜା ଆୟୋଜନ ସହ ମୂର୍ତ୍ତି ବିସର୍ଜନ ଏବଂ ରାବଣ ପୋଡ଼ି କାର୍ଯ୍ୟକ୍ରମ ସହ କୌଣସି ପୂଜା ମଣ୍ଡପରେ ଯେପରି ଅଘଟଣ ବା ସମସ୍ୟା ନ ଉପୁଜେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ପୂଜା ମଣ୍ଡପରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍ପି ବିବେକାନନ୍ଦ ଶର୍ମା କହିଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସହରବାସୀଙ୍କର ସହଯୋଗ ଆବଶ୍ୟକ। ଯଥା ରାସ୍ତା ଉପରେ ପାର୍କିଂ କରି ଅବରୋଧ କରନ୍ତୁ ନାହିଁ, ଗହଳି ସ୍ଥାନରେ ମେଳି ହୋଇ ଗପନ୍ତୁ ନାହିଁ। ଟ୍ରାଫିକ୍ ସମାଧାନ ପାଇଁ ପୋଲିସକୁ ସହଯୋଗ କରିବାକୁ ଏସ୍ପି ନିବେଦନ କରିଛନ୍ତି। ଭିଡ଼ ନିୟନ୍ତ୍ରଣ ନିମନ୍ତେ ସହରର କିଛି ଜାଗାରେ ପରିବର୍ତ୍ତନ ସହ ୱାନ୍ ୱେ ରାସ୍ତା କରାଯାଇଛି। ଆଜି ଅଷ୍ଟମୀ, ଆଉ 2 ଦିନ ପରେ ହେବ ଦଶମୀ। ଖୋର୍ଦ୍ଧାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।